ତ କଖାରୁ ଖାଇବାକୁ ପ୍ରାୟ ଘରେ ଲୋକ ପସନ୍ଦ କରନ୍ତିନି, କିନ୍ତୁ ଆପଣ ଥରେ କ୍ଷୀର କଖାରୁର ପୋଡ଼ପିଠା ବନେଇକି ଦିଅନ୍ତୁ, ତ ଆପଣଙ୍କ ଘରେ ସମସ୍ତେ ଏଇ ପୋଡ଼ପିଠା ଖାଇବାକୁ ବହୁତ ହି ପସନ୍ଦ କରିବେ। ଆଉ ଦେଖନ୍ତୁ, ପୋଡ଼ପିଠାଟା ଆପଣ କ୍ଷୀର ପୋଡ଼ପିଠାଠୁ ବି କହିବି ବହୁତ ହି ଟେଷ୍ଟି, ଆଉ ବନେଇବା ଅତି ସହଜ। ଆଉ ଆପଣ କେହି ଘରେ କହିପାରିବେନି ଯେ ଆପଣ ଏଇଟା କଖାରୁରେ ବନେଇକି ପୋଡ଼ପିଠା ବନେଇଛନ୍ତି। ଆଉ ଦେଖିକି ଜାଣିପାରୁଥିବେ କେତେ ନରମ, ଆଉ ପୁରା କ'ଣ କହିବି, କ୍ଷୀର ପୋଡ଼ପିଠାଠୁ ବି ଆପଣ କହିବି ଟେଷ୍ଟି ବନିପାରିବ। ତ ଭିଡ଼ିଓଟା ପ୍ରଥମରୁ ଶେଷ ଯାଏଁ ଦେଖନ୍ତୁ। ସ୍ୱାଗତ କରୁଛି ଦର୍ଶକ ବନ୍ଧୁ ଦେଶୀ ଫୁଡ୍ କୋର୍ଟ ଓଡ଼ିଶା କୁକିଂ ଚ୍ୟାନେଲକୁ। ଏଇ ପୋଡ଼ପିଠା ବନେଇବା ଏମିତି ପାଚିଲା କଖାରୁ ନେବେ। ପ୍ରଥମେ ମୁଁ ଏଇଟା କଖାରୁକୁ ଧୋଇକିରି ଆର ଚୋପା ଚାଞ୍ଚିକି ଛୋଟ ଛୋଟ କରି କାଟି ନେଇଛି। ତ ଆପଣ ଯେତେ ବଡ଼ ପୋଡ଼ପିଠା ବନେଇବେ ସେଇ ହିସାବରେ କଖାରୁ ନେଇପାରିବେ, କିନ୍ତୁ ପାଚିଲା କଖାରୁ ନେବେ, ତ ପୋଡ଼ପିଠାଟା ଭଲ ହବ। ତ ମୁଁ ଏଠି ଛୋଟ ପ୍ରେସର କୁକର ନେଇଛି। ତ ଏଇ କଖାରୁ ଯୋଉ ଆମେ କାଟିକି ରଖିଥିଲେ ସବୁ ଏଠି ପକେଇ ନେବା। ଆଉ ଗୋଟେ ଗିନାରେ ମୁଁ ଏଠି ଅଧ ଗିନା ପାଣି ଦେଇଛି, କି କଖାରୁଟାକୁ ସିଝିବା ପାଇଁ ଯେତିକି ପାଣି ଦରକାର ସେଇ ଅନୁସାରେ ଆପଣ ପାଣି ଦେଇପାରିବେ। ତ ପ୍ରେସର ଲିଡ୍ ବନ୍ଦ କରିନେବା। ତ ସିଝିବା ପାଇଁ ମିଡ଼ିୟମ ହିଟ୍ରେ 3ଟାରୁ 4ଟା ହୁଇସିଲ୍ ଦେବା, ଯେମିତି ଆମର କଖାରୁ ଭଲସେ ସିଝିଯିବ। ତ କଖାରୁ ସିଝିବାକୁ ବସିଲା ପରେ ମୁଁ ଏଠି ଯୋଉ ଗିନା ନେଇଛି ସେ ଗିନାରେ 2 ଗିନା ଏଠି ଚାଉଳ ଭିଜେଇ ନେଇଥିଲି। 4ରୁ 5 ଘଣ୍ଟା ଚାଉଳ ଭିଜେଇ ନେଇଥିଲି। ଚାଉଳ ଭଲସେ ଏଠି ଭିଜି ଯାଇଛି। ଯଦି ଆପଣ ସାଙ୍ଗେ ସାଙ୍ଗେ ବନେଇବାକୁ ଚାହୁଁଛନ୍ତି ତ ଗରମ ପାଣିରେ ଚାଉଳକୁ 1 ଘଣ୍ଟା ଭିଜେଇ ପାରିବେ। ଏତେ ଚାଉଳ ଭଲସେ ଭିଜି ଯାଇଛି। ତ ଏଠି ବାଟିବା ପାଇଁ ଗୋଟେ ଗ୍ରାଇଣ୍ଡିଙ୍ଗ ଜାର୍ ନେବା। ତ ପାଣିକୁ ଆପଣ ମାପ ହିସାବରେ ଦେବେ। ଯଦି ମାପ ହିସାବରେ ବନାଉଛନ୍ତି ଆପଣଙ୍କର ପୋଡ଼ପିଠା ବହୁତ ହି ବଢ଼ିଆ ହେବ। ତ ବିନା ପାଣିରେ ଆମେ ପ୍ରଥମେ ଚାଉଳକୁ ଏଠି ଦେଇଦେବା। ତ କଖାରୁ ସିଝେଇଲା ବେଳେ ଆମେ ଅଧ ଗିନା ପାଣି ଦେଇକି ସିଝେଇଥିଲେ, ଏଠି ଆଉ ଅଧ ଗିନା ପାଣି ଦେଇକି ଚାଉଳକୁ ଆମେ ଗ୍ରାଇଣ୍ଡ କରିକି ଆଣିବା। ତ ଏଠି ଚାଉଳ ବାଟି ହେଲା ପରେ ଗୋଟେ ବଡ଼ ଜାଗାରେ ମୁଁ ଏଠି ଟ୍ରାନ୍ସଫର କରିନେଇଛି। ଆଉ ଯୋଉ ଟିକେ ଲାଗିଛି ଏଠି ତ ଅଳ୍ପ ପାଣି ଧୋଇକି ଦେଇଦେବା। ତ ଏଠି ଦେଖିପାରୁଥିବେ ଚାଉଳ ବହୁତ ଚିକଣ କରି ଗ୍ରାଇଣ୍ଡ ହେଇନି, ଟିକେ ଟିକେ ଯେମିତି ହାତରେ ସୁଜି ଟାଇପ୍ର ଲାଗୁଛି ଏ ଟାଇପ୍ର ଆପଣ ଚାଉଳକୁ ଗ୍ରାଇଣ୍ଡ କରିଦେବେ। ଆପଣଙ୍କର ପୋଡ଼ପିଠା ବହୁତ ହି ବଢ଼ିଆ ହେବ। ତ ସେତିକି ସମୟରେ ଏଠି ଗ୍ୟାସ୍ର ପ୍ରେସର ରିଲିଜ୍ ହେଲା ପରେ ଆପଣଙ୍କୁ ଦେଖାଉଛି କଖାରୁ ବହୁତ ଭଲସେ ସିଝି ଯାଇଛି। କଖାରୁକୁ ଡଙ୍କି ସାହାଯ୍ୟରେ ଭଲସେ ଆମେ ମିଶାଇ ନେବା। ତ ପୋଡ଼ପିଠାଟା ପାଚିଲା କଖାରୁ ଯେମିତିକି ଭଲସେ ପାଚି ଯାଇଥିବ କଖାରୁରେ ନେଇକି ଯଦି ଆପଣ ପୋଡ଼ପିଠା ବନାଉଛନ୍ତି, କଲର୍ ସହିତ ବହୁତ ହି ଭଲ ପୋଡ଼ପିଠା ଆପଣଙ୍କର ବନିବ। ତ ଏଠି ଭଲସେ ଏଠି କଖାରୁ ସବୁକୁ ମୁଁ ମିଶାଇ ନେଇଛି। ମିଶାଇ ନେଲା ପରେ ଯେଉଁଥିରେ ଆମେ ଜନ୍ତିବା ସେଇ କରେଇରେ ମୁଁ ସବୁ କଖାରୁକୁ ଏଠି ଯୋଉ ସିଝା କଖାରୁକୁ ଏଠି ବାହାର କରି ନେଇଛି। ତ ଏଠି ଯୋଉ ଗିନାରେ ଚାଉଳ ନେଇଥିଲି ସେଇ ଗିନାରେ ମୁଁ ଏଠି 2.5 କପ୍ ଏଠି ବହଳିଆ କ୍ଷୀର ଦେଇଛି। ଆପଣ ଚାହିଁଲେ ପାଣିରେ ବି ଏ ପୋଡ଼ପିଠା ବନେଇ ପାରିବେ, କିନ୍ତୁ କ୍ଷୀରରେ ଦେଲେ ପୋଡ଼ପିଠାଟା ବହୁତ ହି ଟେଷ୍ଟି ଲାଗିବ। 2ରୁ 3ଟା ଏଠି ତେଜପତ୍ର ମୁଁ ଛିଣ୍ଡେଇକି ପକେଇଛି। ଏଠି 20ରୁ 25ଟା ଗୋଲମରିଚ, 5ରୁ 6ଟା ଏଠି ଗୁଜୁରାତି କି ଛେଚିକି ପକେଇଛି। ଟିକେ ଦରଦରା କରି ଆପଣ ପକେଇବେ, ଗ୍ରାଇଣ୍ଡ ପୁରା ଚିକଣ କରି କରିବେନି। ତ ମିଠାର ବାଲାନ୍ସ ପାଇଁ ଏଠି ଅଧ ଚାମଚ ଏଠି ଲୁଣ ଦେଇଦେଇଛି। ସବୁ ପକେଇଲା ପରେ ସବୁକୁ ଭଲସେ ଗୋଳେଇ ନେବା। ତ ଏଠି ଗ୍ୟାସ୍ ରେଟ୍ ଅନ୍ କରିକି ହାଇ ଫ୍ଲେମ୍ରେ ଫୁଟିବାକୁ ଦେବା। ତ 2 ଗିନା ଚାଉଳରେ ଏଠି ପୋଡ଼ପିଠା କରିବା ପାଇଁ ଏଠି 1 ଚାମଚ ଏଠି ଦେଇଛି ଗୁଆ ଘିଅ, ବାସ୍ନାଟା ବହୁତ ହି ବଢ଼ିଆ ହେବ। ତ ଏଠି ଫୁଟିବାକୁ ଦେବା। ଏଠି 2 ଗିନା ଚାଉଳରେ ମୁଁ ଏଠି ନେଇଛି 3.5 ଗିନା ପାଣି ଆଉ କ୍ଷୀର ମିଶାଇକି ନେଇଛି। ମୁଁ ଏଠି ଚିନି ୟୁଜ୍ କରିଛି। ଆପଣ ଚାହିଁଲେ ଗୁଡ଼ ବି ପକେଇ ପାରିବେ। ଯେହେତୁ କଖାରୁର କଲର୍ଟା ଭଲ ଅଛି ତ ମୁଁ ଏଠି ଚିନି ୟୁଜ୍ କରିଛି। ଆପଣ ଚାହିଁଲେ ପୋଡ଼ପିଠାରେ ଏଠି ଗୁଡ଼ ଦେଇପାରିବେ ଆପଣ ସ୍ୱାଦ ଅନୁସାରେ। ଏଠି ଦେଇଛି 1 ଗିନା ଛୋଟ ଛୋଟ କଟା ନଡ଼ିଆ। ଆପଣ ଚାହିଁଲେ କୋରା ନଡ଼ିଆ ଆଉ କଟା ନଡ଼ିଆ ବି ଆପଣ ଦେଇପାରିବେ। ତ ବାଦାମକୁ ବି ଭାଜିକି ଚୋପା ଛଡ଼େଇକି ବି ଦେଇପାରିବେ। ତ କାଜୁ, କିସମିସ୍ ଆପଣ ଯେକୌଣସି ଜିନିଷ ପସନ୍ଦ ଆପଣ ଏଠି ପୋଡ଼ପିଠାରେ ପକେଇ ପାରିବେ। ତ ସବୁକୁ ଭଲସେ ଗୋଳେଇ ନେବା। ଏଠି ଫୁଟିବା ପାଇଁ ଦେବା। ଏଠି ଦେଖିପାରୁଥିବେ ଫୁଟି ଆସିଲାଣି। ଆମେ ଯୋଉ ଚାଉଳ ବାଟିକି ରଖିଥିଲେ, ଗୋଟେ ହାତରେ ଚାଉଳକୁ ଆମେ ବଟାକୁ ପକେଇବା, ଗୋଟେ ହାତରେ ମିଶାଇବା, ନହେଲେ ବିଣ୍ଡା ହେଇଯିବ। ଆଜିର ଛୋଟ ରେସିପିଟା ଯଦି ଭଲ ଲାଗୁଥିବ ଭିଡ଼ିଓକୁ ନିଶ୍ଚିନ୍ତ ଗୋଟେ ଲାଇକ୍ କରିନେବେ। ତ ଏଠି ଜନ୍ତିବା ପାଇଁ ଆପଣଙ୍କୁ ଲାଗିବ 10ରୁ 15 ମିନିଟ୍ ସମୟ। ତ ପ୍ରଥମେ ଏଠି ମୁଁ ହାଇ ଫ୍ଲେମ୍ରେ ଜନ୍ତିଥିଲି, ତାପରେ ଏଠି ମିଡ଼ିୟମ୍ ହିଟ୍ କରିକି ମୁଁ 10ରୁ 15 ମିନିଟ୍ ସମୟ ଲାଗିଥିଲା ଜନ୍ତିବା ପାଇଁ। ଏଇଟା ହିଁ ପୋଡ଼ପିଠାରେ ଟିକେ ଆପଣ କଣ୍ଟିନ୍ୟୁଅସଲି ଘାଣ୍ଟିବା।
ଏଇଟା ହିଁ ଟିକେ ବହୁତ ପରିଶ୍ରମ। ତ ଯେତେବେଳେ ପୁରା ଜନ୍ତି ହେଲା ମୁଁ ଏଠି ଗ୍ୟାସର ହିଟ୍ ହାଇ ଫ୍ଲେମ୍ କରିକି 1 ରୁ 2 ମିନିଟ୍ ଭଲସେ ମୁଁ ଜନ୍ତି ନେବି। ଭିଡ଼ିଓଟି ଯଦି ବେଶୀ ଭଲ ଲାଗିଛି ଲାଇକ୍ ସେୟାର କରିନେବେ ଆଉ ଫେସବୁକ୍ ପେଜ୍ରେ ଦେଖିଥିଲେ ଫେସବୁକ୍ ପେଜ୍କୁ ଫଲୋ କରିନେବେ। ତ ଆପଣଙ୍କର ଯନ୍ତଣୀ କେମିତି ମାନେ ଭଲ ଭାବେ ହେଇଛି ନା ନାହିଁ ଏଠି ଗ୍ୟାସ୍ ରେଟ୍ ବନ୍ଦ କଲା ପରେ ଆପଣ ଟିକେ ପାଣି ହାତ ହେଇକି ଆପଣ ଟିକେ ଯନ୍ତଣୀ ହାତରେ ନେବେ ଗୁଳା କରିବେ ଦେଖିବେ ଯଦି ଆପଣଙ୍କର ହାତରେ ଲାଗୁନି ତ ଆପଣଙ୍କର ଏଇଟା ପୋଡ଼ ପିଠା ବନିବା ପାଇଁ ଯନ୍ତଣୀ ରେଡ଼ି ହେଇଯାଇଛି। ଯଦି ହାତରେ ଲାଗୁଛି ତ କିଛି ସମୟ ଆପଣ 1 ରୁ 2 ମିନିଟ୍ ଆଉ ଥରେ ଗ୍ୟାସ୍ରେ ଜନ୍ତି ନେବେ। ତ ଏଠି ଗୋଟେ କରେଇ ନେଇଛି ପୋଡ଼ିବା ପାଇଁ। ତ ଏଠି କଷି କଦଳୀ ପତ୍ର ନେଇଛି ତ ମୁଁ ଏଠି ଗ୍ୟାସ୍ରେ ଟିକେ ଗରମ କରିନି ଯଦି ଆପଣଙ୍କର ଟିକେ ପାଚିଲା ମାନେ ପାକଳ କଦଳୀ ପତ୍ର ହେଇଥିବ ତ ଟିକେ ଗ୍ୟାସ୍ରେ ଗରମ କରିନେବେ। ତ ଯେତେ ମୋଟାରେ ଆପଣ କଦଳୀ ପତ୍ର ଦେବେ ଆପଣଙ୍କର ପୋଡ଼ ପିଠା ସେତେ ତଳୁ ପୋଡ଼ିବନି। ତ ଏଠି ଘିଅକୁ ମୁଁ ତରଳିନି 1 ଚାମଚ ଏଠି ଗୁଆ ଘିଅ ଦେଇଦେଇଛି ତ ହାତରେ ଭଲସେ ଚାରିଆଡ଼େ ଆମେ ମିଶାଇ ମାନେ ଲଗେଇଦେବା ପୋଡ଼ ପିଠା ଯେମିତି ଭଲସେ ପୋଡ଼ି ପାରିବ। ତ ଯେଉଁ ଯନ୍ତଣୀ ଦେଇଥିଲେ ଏଠି କରେଇରେ ସବୁ ଦେଇଦେବା। ଦେଲା ପରେ ସବୁଆଡ଼େ ସମାନ ଆମେ କରିନେବା ଯେମିତି ପୋଡ଼ପିଠା ଦେଖିବାକୁ ସୁନ୍ଦର ଲାଗିବ ଚାରିଆଡ଼େ ଭଲସେ ପୋଡ଼ି ପାରିବ। ତ ଏଠି ଉପରେ ଆଉ 1 ଚାମଚ ଘିଅ ଦେଇଛି। ଘିଅ ଦେଲା ପରେ ସବୁକୁ ସମାନ କରିନେବା। ଆଜିର ରେସିପି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ କରି କହିବେ। ଆଉ ଯଦି ଆପଣଙ୍କର ପାଚିଲା ପୋଡ଼ ମାନେ କଖାରୁ ଆସୁଛି ନିଶ୍ଚିନ୍ତ ଏମିତି ପୋଡ଼ ପିଠା ବନାନ୍ତୁ। ତ ରଜକୁ ଆମେ ଅପେକ୍ଷା କରିବାନି ଯଦି ଯେତେବେଳେ ବି ଇଚ୍ଛା ହେବ ଏମିତି ପୋଡ଼ ପିଠା ବନେଇକି ଖାଇପାରିବା ନା କି ରଜ ଆସିଲେ ହିଁ ଆମେ ପୋଡ଼ ପିଠା ବନେଇବା। ଆଉ କିଛି ନଡ଼ିଆ ମୁଁ ରଖିଦେଇଥିଲି ଏମିତି ପାତି କରିକି ତ ଉପରୁ ଟିକେ ନଡ଼ିଆ ଦେଇଦେଇଛି ଦେଖିବାକୁ ସୁନ୍ଦର ଲାଗିବ ଖାଇବାକୁ ବି ଭଲ ଲାଗିବ। ସ୍ପାଚୁଲା ସାହାଯ୍ୟରେ ଟିକେ ଟିକେ ପ୍ରେସ୍ କରିନେବା। ଆଉ ଖଣ୍ଡେ କଦଳୀ ପତ୍ର ଅଛି ତାକୁ ଦେଇକି ଆମେ ଆମ ପୋଡ଼ ପିଠାକୁ ପୋଡ଼ି ନେବା। ତ କଦଳୀ ପତ୍ରକୁ ମୁଁ ଏମିତି ଛୋଟ ଛୋଟ କାଟି ନେଇଛି ତ ଏଠି କଭର କରିନେବା। ତ ଆପଣ ଯଦି କାଠ ଚୁଲିରେ ବନାଉଛନ୍ତି ତ ପୋଡ଼ ପିଠା ଆହୁରି ବଢ଼ିଆ ଲାଗିବ। ତ ହାଇ ଫ୍ଲେମ୍ରେ 5 ମିନିଟ୍ ପୋଡ଼ିଲା ପରେ ଲୋ ଫ୍ଲେମ୍ରେ ମୋତେ ଲାଗିଥିଲା 30 ରୁ 40 ମିନିଟ୍। ତ ଏଠି କଦଳୀ ପତ୍ରକୁ ବାହାର କରିନେବା ଆଉ ଟୁଥପିକ୍ ସାହାଯ୍ୟରେ ଦେଖିବା ଆମର କେକ୍ ଭଲସେ ହେଇଛି ନା ନାହିଁ। ଦେଖିପାରୁଥିବେ ଟିକେ ଟିକେ ଲାଗିଛି ଆପଣ ଜମା ଚିନ୍ତା କରିବେନି ଯେହେତୁ ଗରମ ଅଛି ଥଣ୍ଡା ହେଲା ପରେ ପୁରା ଭଲସେ ଇଏ ହେଇଯିବ। ମୁଁ ଏଠି 10 ମିନିଟ୍ ଛାଡ଼ି ଦେଇଥିଲି ଆଉ ଦେଖିପାରୁଥିବେ 10 ମିନିଟ୍ ଛାଡ଼ିଲା ପରେ ପୁରା ଅଟୋମେଟିକ୍ ସାଇଡ଼୍ ଯାକ ଛାଡ଼ି ଯାଇଛି। ତ ଆପଣ ଚାହିଁଲେ ଏମିତି ବି କାଟିକି ଖାଇପାରିବେ କିନ୍ତୁ ଆପଣ ପୋଡ଼ପିଠାକୁ ଥଣ୍ଡା ହେଲା ପରେ ହିଁ କାଟିବେ। ତ ଏଠି ମୁଁ ଉପର ସାଇଡ଼୍ଟା ଟିକେ ପୋଡ଼ିବି ତ ଏଠି ଗୋଟେ ମାନେ ତାୱା ନେଇକି ମୋଲ୍ଡଟେ ନେଇଛି। ଦେଖିପାରୁଥିବେ କଦଳୀପତ୍ର ଯେହେତୁ ମୁଁ ମୋଟାରେ ଦେଇଥିଲି ତ ତଳ ଆଡ଼ୁ ବେଶୀ ସମୟ ପୋଡ଼ିନି। ତ ଏଠି ହାଇ ଫ୍ଲେମ୍ରେ ଟିକେ ସମୟ ତାୱାକୁ ତତେଇଲା ପରେ ମିଡ଼ିୟମ୍ ହିଟ୍ରେ ମୁଁ 5 ମିନିଟ୍ ଏଠି ପୋଡ଼ି ଦେଇଥିଲି ତଳ ପଟଟା ବେଶୀ ସମୟ ପୋଡ଼ିନି। କିନ୍ତୁ ଆପଣ ପୋଡ଼ ପିଠା ପୁରା ଥଣ୍ଡା ହେଲା ପରେ କାଟିବେ ଯଦି ରାତିରେ ବନାଉଛନ୍ତି ସକାଳେ କାଟିବେ। ମୁଁ ଏଠି ଗରମ ମାନେ ପୋଡ଼ ପିଠାଟା ଅଛି ଆପଣଙ୍କୁ ଦେଖାଉଛି। ଯେତେବେଳେ ଆପଣ କଖାରୁ ଏଇ ଯେଉଁ ପୋଡ଼ ପିଠାଟା ପୋଡ଼ିବେ ଘର ସାରା ଏତେ ବଢ଼ିଆ ବାସ୍ନା ହେବ କହିବେ ନାହିଁ। ଆପଣ ଦେଖନ୍ତୁ କେତେ ନରମ ଆଉ କେତେ ଫ୍ଲଫି ବନେଇଛି ଆମର ପୋଡ଼ ପିଠା। ତ ମୁଁ ଏଠି ଥାଳିରେ ବାହାର କରି ନେଇଛି ଆଉ ଦେଖନ୍ତୁ ପୋଡ଼ ପିଠାଟା କେତେ ନରମ ବନିଛି। ଆଉ କିନ୍ତୁ ଥଣ୍ଡା ହେଲା ପରେ ଆପଣ ପୋଡ଼ ପିଠା କାଟିବେ ମୁଁ ଟିକେ ଗରମ ଥିବା ଅବସ୍ଥାରେ କାଟି ଦେଇଛି। ଆପଣଙ୍କୁ ଭିତରୁ ଦେଖୁଛି ପୁରା ଛେନା ପୋଡ଼ ଟାଇପ୍ର ଏଠି ପୋଡ଼ ପିଠାଟା ମାନେ ପୋଡ଼ି ହେଇଛି। ବନାନ୍ତୁ ଖାଆନ୍ତୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିନିଅନ୍ତୁ।